ক্লাসটা বন্ধ। नहीं काले नहीं ये भाई भाई नमस्कार तो दूर कथा मु आज 12 वर्ष लानी आसिलेनी ये दूर डाकिले भी मुह बुलाई पळा आज यार कोन ए अवस्था कोन हितिबे सर अस्थि भक्ति चोर लक्षण सर ना ना से आज यार कोन हे अब रे उठ उठ तोर कोन हेति को जूम से ये वॉल्यूम जानि परना दिन आपण खबर सर काई पडी रे मु के मिल जानि बितो मु कर तो मनरे प्रभु को तोर कोन हेति सर 20 30 टा गाई पदे संभाळी किंतु ए भलिया सर बाइड को संभाळिला सर आना कोन आपण मानु संभाळी सेटवे सर आपण मोबाइल मिलिया नोबेल तो मिलू नहीं बा के जेता दर खाली छोटा रहउना के कियो तो पिला को संभाळी सांगू चाहिए ए नष्ट भाई कोन दिटा खाई दे जाऊ ना सुगाडे ओडे घर कोन नहीं कोन ये करके आस्तिबो ताकोडे तुम मेंटल कर दो बुझला प्रेजेंट पकेबो प्रेजेंट पका ऊपर हाथ डाल एमिति काय होता है एमिति काय होता अच्छा ए हुशियार मादी तू जा हुशियार मादी हां हुशियार मादी आगे सर कोई फिरना बे को तो बड़े काम करू तो बहु कहबू सकाळ सकाळ उठिए सोरी तेल फुटे के तो कानरे दी चार टबा लगा कबे बुझला तो काम करे डिपेंड वाले टोटल नुए आपण दोना की मु देबी काम कर दो बहु हौ अक्षय बेरा आगे नमस्कार आगे आपण अछंदी अरे अरे तो ना तो ताले अक्षय बेरा आगु तोरे आसी की चेयर उठानी की नमस्कार बोला बाबा तो भाई मजिजू मरी जाऊ न काहे तमे उडा के जानी सुरेश खुंटिया आसीनी काय तर कोन छी झाडा ते मेडिसिन नहीं जाऊ तू हां खाली खाली बोरा खाइला सर दुकान बोरा खाइला कृष्णचंद्र साहू आइछि सर आसु हौ भल कर सीताकांत विषय आसु काय पळौनु त गाडी को डालवा हैं ना ना था खीटा बगरा होची खाई की जीबू अच्छा सत्यव्रत बोली की मो पेन बाहर कलिनी एत छंग नाटक छ सर गुरु दिवस जो पेन देइतलु कोन गले की हे अछि मो नातुन लेकु कोन तुम कमेटी हिसाब देबी ना बे कोन ना कोन हो दे महेश्वर होता आसी सर आसीनी सर आसी नहीं कौन तो मास्टर चेयर आसी टाणु फेर कहू बसु मो चेयर टा नोन बसु काय आपण पाठ साल कोणा मु काय सर जान पड़ता नहीं दुर्गा महांती आसी सर आसु आया हो भरत भाई प्रेजेंट सर हां अरे बापा भरत तो तते एते थर कहलेनी से जो येटा आणे बोली तोर जो कास्ट सर्टिफिकेट ता तो ते मिलियो से जो कोन तो जेटा स्टाइपेंड बस तू आणुन बे 5-6 थर तते कहलेनी सर मने नहीं काय तो मनटा को वृंदावन ले छड़ दिया सुना कोन दीपक साहू झाडा जाइछि झाड़ा जाइछि तो कह दिया तू कर जाई ओई हुना कोन मोटा तक देई के हां
ଆଉ ଏଠି ତାର ହିସାବ ରଖୁ ସେ କେତେ ଥର ଝାଡେ ସେ ଛୁଆଟା କିନ୍ତୁ ଦିନକୁ ବହୁତ ଥର ଝାଡା ଯାଉଛି କାଇଁ ତମ ଘର କ୍ୟାମେରା ଲଗେଇଛ ନା କଣ ତା ପାଡଟା କିନ୍ତୁ କ୍ୱାଲିଟି ପାଡ ଜୟଦେବ ନାୟକ ଜୟଦେବ ନାୟକ ବଞ୍ଚୁଛୁ ରୋହନ ରାୟ I am here. ହଁ ଇଂଲିଶ ତୁ କହିଲୁ ଇଂଲିଶ କୋଉଠୁ ଶିଖିଲୁ ସାର୍ ଆପଣଙ୍କଠୁ ବା 5 ବର୍ଷରେ ହାଇ ମୁଁ ଆଜି ପର୍ଯ୍ୟନ୍ତ ଇଂଲିଶର ଇ ଅକ୍ଷର ଜାଣିନି ତୁ କେମିତି ଜାଣିଲୁ ସାର୍ ବା ଏକ୍ସପିରିଏନ୍ସ ତୋର ତାହେଲେ ଅଛି ହଉ 5 ବର୍ଷର ଏକ୍ସପିରିଏନ୍ସ ତାହେଲେ ଏଇ ତୁ କାଲି କଣ ନାଇଁ ସ୍କୁଲ ଆସିନଥିଲୁ କୁଆଡୁ ଆସିଛି ସାର୍ କାଲି ଆମ କୁକୁଡ଼ା ଅଣ୍ଡା ଦେଇଥିଲା କୁକୁଡ଼ା ଅଣ୍ଡା ଦେଇଥିଲୁ ଏବେ ଓଡ଼ିଶା ବନ୍ଦ ହେଇଗଲା କଥାବାର୍ତ୍ତା କରୁଛୁ କୁକୁଡ଼ା ଅଣ୍ଡା ଦେଇଥିଲା ସାର୍ ଆପଣ ଦେଇପାରିବେ ଅଣ୍ଡା ଆପଣ ମୁଣ୍ଡ ଫୁଣ୍ଡ କାମ କରୁଛୁ ନା ନାଇଁ ତୋର ତା ନିଶ ଦାଡ଼ି ଉଠିଲାଣି ଆଜିକି 5-6 ବର୍ଷ ହେଲାଣି ତୁ ପାସ୍ କରିପାରୁନୁ ସ୍କୁଲରେ ସେଇଠି ବସୁଛୁ ତୁ କଣ ତୋର କଣ ଇଚ୍ଛା ତୋର ମତେ କଣ ଦେଖିଆ ସାର୍ ସେଲ୍ଫ ଏମ୍ପ୍ଲୟମେଣ୍ଟ ସେଟା କଣ ସାର୍ ଜାଣିନାହାନ୍ତି ନା ହଁ ସାର୍ ତୁ ଜାଣିପାରୁଛି ଆମେରିକା ଯାଇକି ଆସିଥିବୁ ତୁ ଜାଣିଥିବୁ ନାଇଁ ସାର୍ ଦେଖନ୍ତୁ ସତ କହିବାକୁ ଗଲେ ହଁ ସାର୍ ସବୁଦିନ ଆମକୁ ଖାଇବାକୁ ଦିଆଯାଉଛି ମଧ୍ୟାହ୍ନ ଭୋଜନ ହଁ। ଅଣ୍ଡା ଚାଉଳ ସାଇକେଲ ଡ୍ରେସ୍ ପ୍ୟାଣ୍ଟ ବି ଦେଇଛନ୍ତି ସାର୍ ଭଲ ଲାଗୁଛି ହଁ ସାର୍ ତା ପାସ୍ କାହିଁ କରିବି ହଉ ଫେଲ ହେଇକି ଥା ଆପଣଙ୍କ ପାଖରେ ପାସ୍ କରିବି କଥା ଖୋଲିକି ତତେ ବାଡେଇବି ସାର୍ ଏଇଠି ରହିବି ସାର୍ ଏଇଠି ରହିବି ସାର୍ ସାରା ଜୀବନ ପାଇଁ ସାର୍ ସାରା ଜୀବନ ପାଇଁ ରହିବି ପଇସା ତମେ ବଢିଆ ଅଣ୍ଡିଟା ଖାଉନ ଆଉ ତୁ ତାହେଲେ କାଲି ତୋର କଣ ହେଇଥିଲା କୁକୁଡ଼ା ଅଣ୍ଡା ଦେଇଥିଲା ତୋର କଣ ହେଇଥିଲା ବେ ତୋର କି ଅଣ୍ଡା ଦେଇଥିଲା ମୋର ଅଣ୍ଡା ଦେଇନଥିଲା ତୁ କାଇଁ କହିଲା ମୋ ସାଇକେଲ ଭଲ୍ଟୁ ଚୋରି ହେଇଯାଇଥିଲା ସାଇକେଲ ଭଲ୍ଟୁ ଚୋରି ହେଲା ବେଳକୁ ସ୍କୁଲ ଆସୁନାହାନ୍ତି ତମେ ଯଦି ସାଇକେଲ ଚୋରିବ ତ ତମେ ଓଡ଼ିଶା ଫୋଡ଼ିଶା ବନ୍ଦ କରିଦବ ମୋଦି ସରକାର କରିଛି ସାଇକେଲ ଚୋରି ହେଲେ ଓଡ଼ିଶା ବନ୍ଦ ମୁହଁକୁ ନାଚ ନାହିଁ ତମେ ଯାହା ଏଠି ଯାବ ବହୁତ କଥାବାର୍ତ୍ତା ତମର ଏଇ ଯୋଉ ସେତେକାନିଆ ଗୁଣ ସବୁ ତମର ଏଇ ଯୋଉ ଏଥର କଣ କହିନୁ ତମର ଏଇ ଯୋଉ ସେତେକାନିଆ ଗୁଣ ସବୁ ସେ ଯୋଉ 2-4 ଜଣ ଝିଅ ପିଲା ସ୍କୁଲ ଆସିଥିଲେ ସେ ଆଉ ସ୍କୁଲ ଆସୁନାହାନ୍ତି ସେ ଯୋଉ ଆର ଗାଁ ଈଶ୍ୱର ବେହେରା ଝିଅଟା ସେ ଯୋଉ ସ୍କୁଲ ଆସୁଥିଲା କଲେଜ ଗଲାଣି ହଁ ସାର୍ ତା ବାପା ତା ପାଇଁ ଯୋଉ ଟିଭିଏସ୍ ପେ ଗାଡି କିଣି ଦେଇଛି ସାର୍ ସିଏ ତ ଆମ ସ୍କୁଲ ପାସ୍ କରିନି କଲେଜ କେମିତି ଗଲା ସାର୍ ଆମ ସ୍କୁଲରେ କିଏ ପାସ୍ କଲେଣି ପଢି ମତେ ଇଚ୍ଛା ହଉଛି ଏଇ ହାଲୋଜିନ ଭିତରକୁ ଡେଇଁ ପଡିକି ମରିଯିବି ସେ ବା ଆର ସ୍କୁଲରେ ପଢିକି ପାସ୍ କରିଛି ଏ ପାଖରେ ବାଟାଲିୟନ ଏତେ କଥା ହେଲାନି ନା ଗୀତ ବି ବାଜିଥାନ୍ତା ହଁ ଆଚ୍ଛା ଏଇ ହଉ ମୁଁ ଯାହା କହୁଛି ମନ ଦେଇକି ଶୁଣ ମୁଁ ଯାହା କହୁଛି ମନ ଦେଇକି ଶୁଣ ତୁ ଆସୁ ଆସୁ ତ ଦେଖ ନା ହଁ ତୋର ବହି ପଡିଥିବ ଦେଖ ଏଇ ତାପରେ ଶୁଣ ଯା ଶୁଣ ତତେ କଣ ଏକ ଲାଗୁଛି ତତେ ତୋ ଚାଲିଚଳନ କାଇଁ ଜଣା ପଡୁନି ତତେ ହଉ ଯେ ଆସିଲା ବେଳକୁ ସେ ଅନୁଭବ କାଲୁ ଡିଲକ୍ସ ମିଠା ପାନ 4ଟା ନେଇ ଆସିବୁ ଯା ଆବେ ରବେ ମୋ ପାଇଁ ସେଟା ମିନାଜି ନେଇ ଆସ ସାର୍ ପାଠ ପଢି ପଢି ପାଟି ଆମ୍ବିଳି ହେଇଯାଉଛି ପାଠ ପଢି ତମ ଗଙ୍ଗେଇ ଜାଣନ୍ତି ସେଥିରେ ଫେର ତମ ପାଟି ଆମ୍ବିଳି ହେଇଯାଉଛି ଟିକେ ନହେଲେ ନାଇଁ କଣ ଆଉ କହନ୍ତି ଅଛି ନା ମିନା ଜୋର ଦଉନ ଆଣ ଗୋଟେ ପାଟିରେ ପକେଇଦବା ମୁଁ କେତେ ଗୋଟେ ଦେବି ପାନ ସେ ଆଣିଲେ ତୁ ବୋଧେ ମିନାଜି ଡେଲି ଦେବି ଗୋଟାଏ କିନ୍ତୁ ମତେ ପାସ୍ କରେଇବେନି ମୁଁ ସାରା ଜୀବନ ଏଇଠି ରହିବି କି ଅଦ୍ଭୁତ ଛୁଆ କିଏ କୁହେ ମତେ ଫେଲ କରେଇବେନି ପାସ୍ କରେଇଦେବି ଇଏ କହୁଛି ଆପଣ ମିନାଜି ନିଅନ୍ତୁ ମତେ ପାସ୍ କରେଇଦେବେନି ହଉ ହଉ ଯେ ଗୋଟେ ଆଚ୍ଛା ହଉ ଶୁଣ କାଲି ଆମ ସ୍କୁଲକୁ ଇନ୍ସପେକ୍ଟର ଆସୁଛନ୍ତି ସ୍କୁଲ ଇନ୍ସପେକ୍ଟର ହେଲା ସାର୍ ଆପଣ ଚୋରି କରୁଛନ୍ତି ସେ ଇନ୍ସପେକ୍ଟର ନୁହେଁ ସେ ଚୋରି ପୋଲିସ ଇନ୍ସପେକ୍ଟର ନୁହେଁ ସେ ସ୍କୁଲ ଇନ୍ସପେକ୍ଟର ଅଛନ୍ତି ଆମର ଯିଏ ମାଷ୍ଟର ସିଏ କଣ ଆପଣ ଭଳିଆ ପଢାନ୍ତି ନା ସିଏ ଦେଖନ୍ତି ଆସିକି ସ୍କୁଲରେ ପାଠ ସାଠ ଭଲରେ ପଢା ହଉଛି ନା ନାହିଁ ବୁଝିଲ ନା ହଁ କଥା ତାର ପାନ ଅଛି ଗୋଟେ
ମାଷ୍ଟର ନେବେ ମାଷ୍ଟରଙ୍କୁ ଶୁଣା କଣ ଏଭଳିଆ କଥାଟା କରୁଛ ଦେଖିବ ନା କଉ ଶୁଣ ପାଟି କର ବହୁତ ତମେ କଥାବାର୍ତ୍ତା କରୁଛ ମୁଁ ଜାଣିଛି ତମକୁ ବହୁତ ପ୍ରକାର କଥା ଆସେ ଯେ କାଲି ସାର୍ ଆସୁଛନ୍ତି ଯାହା ପଚାରିବ ସବୁ ଠିକ ଠିକ ଉତ୍ତର ଦବ ହେଲା ପୁରା ଠିକ ହଁ ବାସ୍ ହଉ ଆମେ ତାହେଲେ ଏଥର ଆଚ୍ଛା ଆଉ ଗୋଟେ ଜିନିଷ କାଲି ହୁସିଆର ମହାନ୍ତି ଆଉ ଅକ୍ଷୟ ବେହେରା ସ୍କୁଲ ଆସିବନି ହେଲା ଭଲ ହେଲା କାଲି ଛୁଟି ଆଉ ନା ନା କାଲି ଆସିବ ନା ଏବେ ଆସିବ ମାଷ୍ଟର ତମ ମିଠା ଖାଇଦବ କାଲି ସ୍କୁଲରେ ମିଠା ମିଠା ଗୋଟେ ବଟା ହବ ଏ ମାଷ୍ଟର ଆମ ଭାଗ ମାରିବାକୁ ପଡିଛି ଆଉ କାଲି ଆସିବ ଆଉ ମିଠା ନା ଗେଣ୍ଠା ବଣ୍ଟା ହଉଛ ହଉ ଛୁଆ ଆଜି ଇଂଲିଶ ପଢିବା ହେଲା ପାଟି କରନି ଚୁପ ହେଇ ବସ ତମ ସାର୍ କୁଆଡେ ଗଲେ ସାର୍ ଆଜି ଟିକେ ଆସିବାର ଅଛି ତ ଆଚ୍ଛା ଆମ ସାର୍ ତାଙ୍କ ପାଇଁ ମଦ ପାଣି ବ୍ୟବସ୍ଥା କରିବାକୁ ଯାଇଛନ୍ତି ଆଉ ମଦ ପୁଣି ସ୍କୁଲରେ ଆଚ୍ଛା ହଉ ଠିକ ଅଛି ସାର୍ ଆସନ୍ତୁ ଆଚ୍ଛା ମୁଁ ତମକୁ କିଛି ପଚାରୁଛି ଆଚ୍ଛା କହିଲ ତମ ଭିତରୁ ସବୁଠାରୁ ହୁସିଆର କିଏ ସାର୍ ମୁଁ କ୍ଲାସରେ ଫାଷ୍ଟ ମୁଁ ସବୁଠୁ ହୋସିଆର ହଁ ସାର୍ ଇଏ ଆଚ୍ଛା ବାପା ହୁସିଆର ଆଜ୍ଞା ସାର୍ ତୁ କହିଲୁ ତୁ ବଡ ହେଇ କଣ ହବୁ ବଡ ହେଇ ତା ବାହା ହେବି ଆଉ ନା ତୁ ବଡ ହେଇ କଣ ହବୁ ବାହା ହେଲେ କଣ ବଡ ହେବି ଆଉ ଆରେ ମୂର୍ଖ ତୁ ବଡ ହେଇ କଣ ହାସିଲ କରିବା ପାଇଁ ଚାହୁଁଛୁ ବାହା ହେବି ବୋହୁ ଆଣିବି ଆଉ ହଁ ଗପ କାଣ୍ଡୁ ଆରେ ତୋ ବାପା ମା ତୋଠୁ କଣ ଚାହୁଁଛନ୍ତି ତା ବାପା ମା ତୋଠୁ କଣ ହାସିଲ କରିବା ପାଇଁ ଚାହୁଁଛନ୍ତି ବାହା ହେଇଗଲି ବୋହୁ ଆଣି ଆସିଲି ନାତି ନାଚୁଣି ଆଉ ଆରେ ତୋ ବାପା ମା ଆରେ ତୁ ତ ବଡ ହେଇ ତ ଲକ୍ଷ୍ୟ କଣ ରଖିଛୁ ଆମେ ଦୁଇ ଆମର ଦୁଇ ହଁ ମୁଁ ତ ବସିଛି ଆପଣ ଛିଡ଼ା କରିଦେବି ତମ ସାର୍ କୁଆଡେ ଗଲେ ସାର୍ ନମସ୍କାର ସାର୍ ଆଣିଛନ୍ତି ଆପଣ କିଏ ସାର୍ ମୁଁ ଆଜ୍ଞା ଆପଣ କ୍ଲାସର କ୍ଲାସ ଟିଚର ଆଚ୍ଛା ଆଚ୍ଛା କ୍ଲାସ ଟିଚର ଆପଣ ତାହେଲେ ଏଠାକାର ଶିକ୍ଷକ କଣ ଶିଖାଇଛନ୍ତି ଆପଣ ଏମାନଙ୍କୁ ଏମାନେ ତ ଡିସିପ୍ଲିନ ଟିକେ ଜଣା ନାହିଁ ନାଇଁ ସାର୍ ଏମାନେ ବହୁତ ଭଲ ପିଲା ସାର୍ ଏମାନେ ବହୁତ ଭଲ ପିଲା ଆଉ ଆପଣଙ୍କ କୋର୍ସ ବି କମ୍ପ୍ଲିଟ୍ ଅଛି ଆଉ ସାର୍ ଆଉ ଗୋଟେ ଜିନିଷ ଜାଣିଛନ୍ତି ନା ସାର୍ ଏମାନଙ୍କୁ ସବୁ ଜଣା ଆପଣଙ୍କର ଯଦି ଡାଉଟ୍ ହେଉଛି ପଚାରୁନାହାନ୍ତି ଆପଣ ପଚାରିକି ତାହେଲେ ଜଣା ପଡିବ ଆଚ୍ଛା ପିଲେ କହିଲ ତୁ ଠିଆ ହେଲୁ ବାପା ମୁଁ ହଁ ତୁ ବେ ସିଧା ଠିଆ ଟୋକାଟା କଣ ମଙ୍କା ହେଇଯାଉଛି ହଁ ସେଠି ମାଇକ୍ରୋଫୋନଟା ପଛରେ ଆଚ୍ଛା କହିଲୁ ଆଚ୍ଛା ଓକେ ଓକେ ଡିସିପ୍ଲିନ୍ ଜାଣୁ ସାର୍ ଜାଣି ବହୁତ ଡିସିପ୍ଲିନ ଜାଣିଛୁ ଆଚ୍ଛା କହିଲୁ ଆଚ୍ଛା କହିଲୁ ଶିବଧନୁ କିଏ ଭାଙ୍ଗିଥିଲା ଶିବଧନୁ ହଁ କୋଉ ଦିନ ଭାଙ୍ଗି ଶିବଧନୁ କିଏ ଭାଙ୍ଗିଥିଲା କହୁନ ତମ 5 ଚାପ୍ଟରରେ ଅଛି ଥିଲା ଆଣି ସ୍କୁଲରେ ଆସି ନାହିଁ ଶିବଧନୁ ଭାଙ୍ଗିଥିଲା ବାପା ବହୁତ କହିଲୁ ହଲ୍କୁ ଯାଇଥିଲି ଫିଲ୍ମ ଦେଖିବା ସଲମାନ ଖାନ ଆଣ ଦେଖି ନାହିଁ ବାପା ତୁ ଉଠିଲୁ ଆରେ ସିଧା ଠିଆ ବାପା ପାଖରେ ଏମିତି ଦଉଦବୁ ନା ନା ଆଉ କହିଲୁ ଶିବଧନୁ କିଏ ଭାଙ୍ଗିଥିଲା ମୁଁ ଜାଣି ନାହିଁ ବିଦ୍ୟା ରାଣେ ଖାଇ କହୁଛି ମୁଁ କୋଉ ଧନୁ ଫନୁ ଭାଙ୍ଗି ନାହିଁ ଏ କ୍ଲାସ ସବୁଠୁ ଶାନ୍ତ ପିଲା ହଉଛି ମୁଁ ଆଜି ପର୍ଯ୍ୟନ୍ତ ତ ଧନୁ ଡକିନି ଭାଙ୍ଗିବା ତ ଦୂରର କଥା ଆଉ ଏ ପର୍ଶୁ ସାରି ତୁ ମୁଁ ସାର୍ଙ୍କୁ ଦଉଛି କଣ ନାଇଁ ଜଲଟା ଦେଖିବୁ ନା କଲ୍ ଯିବା ସାର୍ ହଉଛି କଣ ସାର୍ ମୋ କଥାଟା ଟିକେ ବୁଝିବା ପାଇଁ କଣ ବୁଝିବି କହୁନା ସାର୍ ମୋ କଥାଟା ଟିକେ ବୁଝନ୍ତୁ ଆଉ ସାର୍ ଏ ଯୋଉ ବନ୍ଧୁକ ଗୋଳି ବୋମା ଯୁଗରେ ସାର୍ ଧନୁ କୋଉଠୁ ଆସିବ ସାର୍ ଯଦି ପିଲା ଲୋକ ଯଦି ଭୁଲ ଭାଲେ ଭାଙ୍ଗି ଦେଇଥିବେ ଆମେ କଥାଟାକୁ ଦିଆ କରିକି ସେଟେଲ୍ କରିଦେବା ମାନେ ତମେ ତ ଲାଞ୍ଚ ଦେବା ପାଇଁ ଯାଉଛ ନାଇଁ ସାର୍ ଲାଞ୍ଚ ମୁଣ୍ଡ ଖରାପ ନା କଣ ଆପଣଙ୍କର ଲାଞ୍ଚ ନୁହେଁ ସାର୍ ଏଇଟା ତ ଆମର ଆପଣଙ୍କ ପାଇଁ ଭଲ ପାଇବା ଆମେ ଆପଣଙ୍କ ସାଙ୍ଗରେ ବାଣ୍ଟିବା ପାଇଁ ଚାହୁଁ ସାର୍ ଏ ଛୁଆ ଆଣିଛନ୍ତି କଣ ଦଉନା ରେ ଦିଅ ସାର୍ ମୁଁ ଦିଅ କଣ ଦେଶୀ କ୍ଷୀର
କ୍ଷୀର ନା କଣ ବେ? ସାର୍ କଥା କଣ କି କାଲି ରାତିରେ ବିଲ ଅଧା କ୍ଷୀର ପିଇ ଦେଇଥିଲା ଆଉ ମୋ ମା କହିଲା ଯେ ବଳକା କ୍ଷୀର ଗୁରା ତମ ସାର୍ଙ୍କ ପାଇଁ ନେଇଯା ଆଉ ଏଇଟା ଅଇଠା କ୍ଷୀର ବୋଲି ଆମ ସାର୍ ଜାଣୁଛନ୍ତି ନା କଣ? ଏଇ କଣ ତୁ ତାମାନେ ମୋ ପାଇଁ ଅଇଠା କ୍ଷୀର ଆଣିଥିଲୁ ସାର୍ ଦେଲେ? ତୁ ବେଠିଆ କାଞ୍ଚୁ କାଇଁ? ମୋ ସାନ ଭାଇ ଠୁକୁଲେ ବୋତଲରେ ଏକ କରୁଥିଲା ଆମ ସାର୍ ବୋତଲ ଯୋଉ ଗୋଇଠା ମାରିଥିଲେ ସିଏ ଅବେ ବୋତଲ ଏକ କରିବେ ମାଟିରେ ମିଶେଇକି ନାଲିଆ ନାଲିଆ ଫଗୁ କରିସାରିଲୁଣି ତୁ ମୂର୍ଖ। ସାର୍ କଥାଟା ବୁଝିବା ପାଇଁ ରଖ ତମ କଥା ଏଠି ସିଚୁଏସନ ବହୁତ ଖରାପ। କଥାଟା ବୁଝିବା ପାଇଁ ମୁଁ ତମ ଭିତରେ କମ୍ପ୍ଲେନ ନେଇ ଶିକ୍ଷା ମନ୍ତ୍ରୀଙ୍କ ପାଖରେ ବି ପହଞ୍ଚିବି। ସାର୍ ଶିକ୍ଷା ମନ୍ତ୍ରୀଙ୍କ ପାଖରେ ସାର୍ ସାର୍ କଥାଟା ଟିକେ ବୁଝିବା ପାଇଁ ଚେଷ୍ଟା କରୁ ସାର୍ ଆଙ୍କର କିଛି ଭୁଲ ନାହିଁ ସାର୍ ଆଙ୍କର କିଛି ଭୁଲ ନାହିଁ। ଏମାନଙ୍କର କିଏ କଲା ଭୁଲ? ଭୁଲ ତ ଆପଣଙ୍କର କି ଆପଣ ଏମାନଙ୍କ ଘରୁ ମଗେଇ ଖାଉଛନ୍ତି ଆଉ ଭୁଲ ଆମ ମାନଙ୍କର ମଧ୍ୟ ଆପଣ ଅଶିକ୍ଷିତ ମୂର୍ଖଙ୍କୁ ଆମେ ଏମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଛାଡ଼ି ସାର୍ ସାର୍ ଛାଡ଼ନ୍ତୁ ଆଉ କଥାଟା ଟିକେ ରଖ। ଦେଖ 2 ଦିନ ଭିତରେ ତମ ଅବସ୍ଥା କଣ କରୁଛି। ସାର୍ ସାର୍ ତମରି ପାଇଁ ମୋର ଏ ଅବସ୍ଥା ବୁଝିଲ ନା ବେ? ତମରି ପାଇଁ ଓ ସେ ମନେ ପଡ଼ିଲା ଠିକ ଟାଇମରେ କହିଦେଲା କଣ ନା କଣ କହିଲା ମନ୍ତ୍ରୀ ପାଖରେ ଯାଇକି କହିଦବ କଣ ଗୋଟେ କରିବ ବୋଲି କହିଲା ଅଭିଯୋଗ ନା କଣ ଜାଣିପାରତା ନେଇ ରେ ଶିକ୍ଷା ମନ୍ତ୍ରୀ ହଉଛନ୍ତି ଖୋଦ ମୋ ଭିଡେଇ କିଏ ଯାଇଛି ଶିକ୍ଷା ମନ୍ତ୍ରୀ କି ମୋ ବାହାରେ ଅଭିଯୋଗ କରିବା ପାଇଁ। ଏବେ ଦାଦା ଯାହା କରିବାର ଅଛି କର ମୁଁ ବି ଦେଖିବି ତୁ କଣଟା କରିଦବୁ। ତମ ହଉ ଆଗ ବସ ତାପରେ କଥା ହବା। ସାର୍ ମୁଁ ତ ଆଶ୍ଚର୍ଯ୍ୟ ସେ ସ୍କୁଲରେ କ'ଣ ଚାଲିଛି ପିଲାମାନଙ୍କୁ ସାମାନ୍ୟ କଥା ଜଣା ନାହିଁ କି ସାର୍ ଶିକ୍ଷା ଏତିକି ସାଧାରଣ ଟିକେ ମାନେ ଜଣା ନାହିଁ ପିଲା କି ଶିବଧନ କିଏ ଭାଙ୍ଗି ପିଲାମାନେ କ'ଣ ସାର୍ ଜାଣିବେ ସେଠାକାର ଶିକ୍ଷକଙ୍କୁ ବି ଜଣା ନାହିଁ ସାର୍ ଶିବଧନ କିଏ ଭାଙ୍ଗିଥିଲା। ସାର୍ ସେ ସ୍କୁଲ ପ୍ରତି କୌଣସି କଡ଼ା ପଦକ୍ଷେପ ନ ନେଲେ ସାର୍ ସ୍କୁଲର ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଭିତରୁ ଗତି କରୁଛି କିଛି ଜାଣିନାହାନ୍ତି ସେଠାକାର ପିଲା। ଆଚ୍ଛା ହରି ସେ ପିଏ ବାବୁଙ୍କୁ ଟିକେ କହିବୁ ସେ ସ୍କୁଲକୁ ଯେଉଁ ଜିନିଷପତ୍ର ଦିଆହେଇଛି ତା ଲିଷ୍ଟଟା ଟିକେ ନେଇକି ଆସିବେ। ପଢ଼ୁନ ପଢ଼ କ'ଣ ଦିଆହେଇଛି ସବୁ ଜିନିଷପତ୍ର ପଢ଼ ବଳେ ବଳେ ସତ କଥା ଧରା ପଡ଼ିଯିବ। ସାର୍ ଟେବୁଲ 4ଟା ଚେୟାର 8ଟା ବେଞ୍ଚ 2ଟା ସେ ଶିବଧନୁ ଅଛି କି ଲିଷ୍ଟରେ ଦେଖ। କ'ଣ କି ସବୁ ଭୁଲ ଭାଲ କଥା ପଚାରୁଛ ପିଲାମାନଙ୍କୁ କ'ଣ ସାର୍? ଆରେ ଯଦି ଶିବଧନୁ ଇସ୍ୟୁ ହିଁ ହେଇନି ତାହେଲେ ଭାଙ୍ଗିବ କି? ଏଇଭଳିଆ କଥାବାର୍ତ୍ତା ପଚାରୁଛ ପିଲାମାନଙ୍କୁ। ତମେ ଜାଣିଛ ସେ କିଏ ମୋର? ଆରେ ସିଏ ମୋ ଶଳା। କ'ଣ ସାର୍ ଭୁଲ ହେଇଗଲା? କ'ଣ ଭୁଲ ହେଇଗଲା? ନାଇଁ କ'ଣ ଭୁଲ ହେଇଗଲା? ତମେ ସେ ସ୍କୁଲକୁ ବଦନାମ କରିବାକୁ ଚାହୁଁଛ? ମୁଁ ତମ ଚାକିରି ଖାଇଦେବି ଜାଣିଛ? ସରି ସାର୍। ହରି ଆସ ଆଚ୍ଛା ଯିବ ବୁଝିବା ଜଣେ ସିଏମ୍ଙ୍କ ସହ ମିଟିଂଟା ଅଛି ଫାଲତୁ କଥା ଶୁଣିବ ମୋ ପାଇଁ ସମୟ ନାହିଁ। ଏ ହେଉଛି ଆମର ଶିକ୍ଷାର ବ୍ୟବସ୍ଥା। ଆପଣମାନେ ତ ଦେଖୁଛନ୍ତି ପିଲାମାନେ କ'ଣ ଜାଣିବେ ଆଜ୍ଞା? ସାଧାରଣ କଥା ଏକ ଶିକ୍ଷକ ଏବଂ ଶିକ୍ଷାମନ୍ତ୍ରୀକୁ ଜଣା ନାହିଁ ଏମାନେ ଶିଖେଇବେ କ'ଣ ପିଲାଙ୍କୁ? ଏମାନେ ଗଢ଼ିବେ ଆମ ଭାରତର ଭବିଷ୍ୟତ। ହଁ ଆଜ୍ଞା ଏ ପିଲାମାନେ ହିଁ ହେଉଛନ୍ତି ଆମ ଭାରତର ଭବିଷ୍ୟତ ଆମ ଦେଶର ଭବିଷ୍ୟତ ଆଜ୍ଞା। ହଁ କିନ୍ତୁ ପିତାମାତାମାନେ ପିଲାମାନଙ୍କୁ ଛାଡ଼ୁଛନ୍ତି ପାଠ ପଢ଼ି ପିଲାମାନେ ବଡ଼ ମଣିଷ ହେବା ପାଇଁ।
କ'ଣ ଆଶା କରିବେ ସେମାନେ ପିଲାମାନଙ୍କଠାରୁ? କୌଣସି ପିତାମାତା ଚାହାନ୍ତିନି କି ବାପା ମା' ଚାହାନ୍ତିନି ତାଙ୍କ ପିଲାମାନଙ୍କ ଭବିଷ୍ୟତ ଏପରି ଅନ୍ଧାର ଭିତରେ ଗତି କରୁ। ହେଲେ ବି ଏଭଳି କେତେକ ମୂର୍ଖ ଅଶିକ୍ଷିତ ଯିଏକି ଆଜି ଆମ ଦେଶର ମୁଖ୍ୟ ଭୂମିକା ସମ୍ପାଦନ କରୁଛନ୍ତି। କିଛି ନାହିଁ, ପିଲାମାନଙ୍କ ଭବିଷ୍ୟତ ଆଜି ଯେତେ ଯାହା ହେଉଛି ତ ପିଲାମାନଙ୍କ ଭବିଷ୍ୟତ ଛୋଟବେଳଠୁ ମୂଳଦୁଆ ଷ୍ଟ୍ରଙ୍ଗ ନାହିଁ ବୋଲି ପିଲାମାନେ ଭବିଷ୍ୟତରେ ନଷ୍ଟ ହେଉଛନ୍ତି, ଗୁଣ୍ଡା ହେଉଛନ୍ତି, ମାରଧର ଯାହା ବି ହେଉଛନ୍ତି। ଏତିକି ଅନୁରୋଧ ଆପଣମାନଙ୍କ ପାଖରେ, ଏଭଳି ଶିକ୍ଷାକୁ ରକ୍ଷା କରନ୍ତୁ, ନହେଲେ ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ। ଏଭଳି ଶିକ୍ଷାକୁ କରା ରକ୍ଷା, ନହେଲେ ହୋଇଯିବ ସଂସାର ମାଗିବ ଭିକ୍ଷା।